जागो
ପ୍ରଭୁ ନୀଳମାଧବଙ୍କୁ ଜଗନ୍ନାଥଙ୍କ ରୂପରେ ଜଗନ୍ନାଥଙ୍କୁ ନୀଳମାଧବଙ୍କ ରୂପରେ ଏ ସେବକ ପ୍ରଣାମ ନିବେଦନ କରୁଛି। ଆଜିର ପୃଥିବୀ ଆମ ଦେଶ ଆମ ପୃଥିବୀ ସବୁଆଡ଼େ ଆଜି ଧ୍ୱଂସର ଲୀଳା ଚାଲିଛି। କେବଳ ଗଣ୍ଡଗୋଳ ମରାଧରା ବ୍ୟତୀତ ପ୍ରଗତି କଥା ବିଶ୍ୱର ଭବିଷ୍ୟତ କଥା ଚିନ୍ତା କମ୍ କରୁଛି। ବେଶୀ ମାରିବା ମରିବା ଏଇସବୁ କଥା ଉପରେ ବିଶେଷ ଗୁରୁତ୍ୱ ଦିଆ। ତେଣୁ ମାଧବଙ୍କର ପବିତ୍ର କ୍ଷେତ୍ରରେ ଆମେ ଦୁଇଟି ସନ୍ଧ୍ୟା ଏଠି ଅତିବାହିତ କଲୁ। ଆଜି ଶେଷ ସନ୍ଧ୍ୟା। এই ଶେଷ ସନ୍ଧ୍ୟାରେ ମାଧବଙ୍କ ପଦାବ୍ଜରେ ନିଜକୁ ଓ ଆପଣମାନଙ୍କୁ ବିଶ୍ୱ ଦେଶକୁ ସମର୍ପଣ କରି ଶାନ୍ତି କାମନା କରୁ। ଶାନ୍ତି ଆମର ଏକମାତ୍ର କାମ। ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ এই ଜିଲ୍ଲାର ଓଡ଼ଗାଁ ରଘୁନାଥଙ୍କ ପାଖରୁ ରାମତାରକ ମନ୍ତ୍ର ସିଦ୍ଧି ହେଇଥିଲେ ଏବଂ କୁଲାର ଦେବୀଙ୍କ ପାଖରୁ ମଧ୍ୟ ବର ପାଇଥିଲେ। ସେ ଲେଖିଥିଲେ, ବ୍ରହ୍ମାରେ ଧୌତ ଯେ ପଦ ବହିଛି ଶିବେ ବିଷାଦ ନ ପାଇ ଚରଣାମୃତ ପାନ ହୋଇଛି। ବିଜ୍ଞାନୀ କୈବର୍ତ୍ତ ଧୋଇଲା ବିଶ୍ୱେ ପତିତ ପାବନ ନାମ। সেই ପଙ୍କ୍ତି ଭିତରେ ଲେଖିଛନ୍ତି, ବିଷ୍ଣୁ ନଖ କୋଣେଇ ଥିଲା ବାମନବତାରେ ଭଗୀରଥ ଆଇଲା। ବିଷ୍ଣୁଙ୍କ ନଖ କୋଣରେ ଗଙ୍ଗା ଥିଲେ। ଇଏ କଥାଟା ଏକମାତ୍ର ଉପେନ୍ଦ୍ର ଭଞ୍ଜ ହିଁ ଲେଖିଥିଲେ। ଆଉ ଓଡ଼ଗାଁ ରଘୁନାଥଙ୍କ ପାଖରୁ ସିଦ୍ଧି ଲାଭ। ଭାରତବର୍ଷରେ ଆମେ ଅନେକ ତୀର୍ଥ ଅନେକ ମୂର୍ତ୍ତି ଏସବୁ ଦର୍ଶନ କରିଛୁ। ମୁଁ ତ ଏବେ କୌଣସି ମୂର୍ତ୍ତି ଦର୍ଶନ କରିବାକୁ ଯାଉନି, କେବଳ ପୀଠ ଦର୍ଶନ କରୁଛି। ମୁଁ ଦେଖିଲି, ମୁଁ ଜାଣିନଥିଲି ଆଗରୁ ଏଇଠି ଏକମାତ୍ର ମାଧବ ମୂର୍ତ୍ତି କି ବିଷ୍ଣୁ ପ୍ରତିମା ଯାହାଙ୍କର ପାଦ ତଳେ ନଖ କୋଣରେ ଗଙ୍ଗା ପ୍ରବାହିତ ହେଉଛନ୍ତି। ତେଣୁ ଉପେନ୍ଦ୍ର ଭଞ୍ଜଙ୍କର ଗୀତ ସେଟା ଗୀତ ନୁହେଁ, ସତ। ବିଷ୍ଣୁ ନଖ କୋଣେଇ ଥିଲା। ତେଣୁ এইভଳିଆ ପବିତ୍ର ପୀଠ ଯେଉଁଠି ଦିନେ ଇତିହାସ କୁହେ ବିଶ୍ୱାବସୁ ଶବର। ଆମେ ଖାଲି ନାଁ କହୁଥିଲୁ ବିଶ୍ୱାବସୁ ଶବର, କିନ୍ତୁ ବିଶ୍ୱାବସୁ ଶବର କିଏ? ସିଏ ହଉଛନ୍ତି ଭଗବାନଙ୍କର ନୀଳମାଧବଙ୍କର ଆଉ ଗୋଟିଏ ରୂପ। ଆପଣମାନେ ଭାବିବେ କି ଗୋଟେ ନୂଆ କଥା କହୁଛି। ପ୍ରକୃତରେ ମୁଁ ନୂଆ କଥା କହେ। ମୁଁ ଯୋଉଟା ଭାବେ ମୋ ମନକୁ ଯାଏ ମୁଁ ସେ କଥାଟା କହେ, ଆଉ ପ୍ରମାଣ ସହିତ କହେ। ଆପଣମାନେ ଜାଣିଛନ୍ତି ଦେବର୍ଷି ନାରଦ। ଯାହାଙ୍କୁ ପଚାରିବେ ନାରଦ କିଏ, ଆପଣ କହିବେ ନାରଦ ହେଉଛନ୍ତି
ନାରାୟଣଙ୍କର ଭକ୍ତ। ଏଇ ଭକ୍ତ ନାରଦଙ୍କୁ ଦେବଶ୍ରୀ ନାରଦ କୁହାଯାଏ। ଯିଏ ନାରାୟଣ ନାମକୁ ସବୁବେଳେ ସ୍ମରଣ କରନ୍ତି। ଏଇ ନାରଦଙ୍କୁ ଗୀତାରେ କହିଲେ, ହେ ଅର୍ଜୁନ, ମୁଁ ହଉଛି ଦେବଶ୍ରୀ ନାରଦ। ତାମାନେ ନାରଦ ହଉଛନ୍ତି ନିଜେ ଭଗବାନଙ୍କର ଅବତାର। ଆପଣ ଦେଖିବେ ହିରଣ୍ୟକଶ୍ୟପକୁ ବିଦୀର୍ଣ୍ଣ କରିବା ପାଇଁ ସ୍ତମ୍ଭ ଭିତରୁ ନୃସିଂହ ବାହାରିଲେ। ପ୍ରହ୍ଲାଦଙ୍କର ପ୍ରାର୍ଥନାରେ ନୃସିଂହ ଆବିର୍ଭାବ ହେଲେ। ପ୍ରହ୍ଲାଦ, ସେଇ ପ୍ରହ୍ଲାଦ ହଉଛନ୍ତି ନୃସିଂହଙ୍କର ଭକ୍ତ। କିନ୍ତୁ ଗୀତା କହୁଛନ୍ତି ପ୍ରହ୍ଲାଦ ଚାସ୍ମି ଦୈତ୍ୟା, ମୁଁ ଦୈତ୍ୟ ମାନଙ୍କ ମଧ୍ୟରେ ପ୍ରହ୍ଲାଦ। ଯଦି ପ୍ରହ୍ଲାଦ ହେଇପାରିଲେ ଭଗବାନଙ୍କର ଅବତାର, ଦେବଶ୍ରୀ ନାରଦ ହେଲେ ଭଗବାନଙ୍କର ଅବତାର। ବ୍ୟାସ, ଯାହାଙ୍କୁ ବେଦବ୍ୟାସ ବୋଲି କୁହାଯାଏ, ଯିଏ ବେଦଠୁ ପୁରାଣ ପର୍ଯ୍ୟନ୍ତ ଲେଖିଛନ୍ତି, ତାଙ୍କୁ କଣ କୁହାଯାଏ? ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣୁ। ଆହୁରି ଗୋଟେ ଶ୍ଲୋକରେ ବି କହିଲେ, ଅଚତୁର୍ବଦନ ବ୍ରହ୍ମା, ତାଙ୍କର ଚାରିଟା ମୁଣ୍ଡ ନାହିଁ କିନ୍ତୁ ସେ ବ୍ରହ୍ମା, ଏକମୁଣ୍ଡିଆ ବ୍ରହ୍ମା। ଦ୍ୱିବାହୁ ପରାହରି, ତାଙ୍କର ଚାରି ବାହୁ ନାହିଁ, ସେ ଦୁଇଟି ହାତ କିନ୍ତୁ ସେ ବିଷ୍ଣୁ। ଅଭାବ ଲୋଚନ ଶମ୍ଭୁ, ତାଙ୍କର ତୃତୀୟ ନୟନ ନାହିଁ କିନ୍ତୁ ସେ ହଉଛନ୍ତି। ତେଣୁ ବ୍ୟାସ ଯଦି ଅବତାର ହେଲେ, ନାରଦ ଅବତାର ହେଲେ, ଆଉ ପ୍ରହ୍ଲାଦ ଅବତାର ହେଲେ, ହନୁମାନ କିଏ? ହନୁମାନ ହଉଛନ୍ତି ରୁଦ୍ରାବତାର। କିନ୍ତୁ ଯାହାଙ୍କୁ ପଚାରିବେ ହନୁମାନ କିଏ, ନା ରାମଙ୍କ ଭକ୍ତ। ଯଦି ଏମାନେ ଯଦି ଅବତାର ହେଲେ, ନୀଳମାଧବଙ୍କୁ ଯେ ପ୍ରଥମ ଦର୍ଶନ କରିଥିଲା, ନୀଳମାଧବଙ୍କୁ ଯେ ପ୍ରଥମ ଫଳମୂଳ ଭୋଗ କରୁଥିଲା, ସେ କିଏ? ବିଶ୍ୱାବସୁ। ତେଣୁ ବିଶ୍ୱାବସୁ ମଧ୍ୟ ନୀଳମାଧବଙ୍କର କି ଜଗନ୍ନାଥଙ୍କର ଗୋଟିଏ ଭକ୍ତାବତାର। ଆକୁ ଆମକୁ ମାନିବାକୁ ପଡ଼ିବ। ତାଙ୍କର ଝିଅ ଥିଲେ ଲଳିତା। ଲଳିତା ଶବ୍ଦର ଅର୍ଥ ହଉଛି ଅତି ସୁନ୍ଦର। ଏଇ ସୁନ୍ଦର ସ୍ୱରୂପର ଲଳିତା ତାଙ୍କରି ପାଇଁ ନୀଳମାଧବଙ୍କର ସନ୍ଧାନ ପାଇଲେ। ତେଣୁ ଏଠି ଲଳିତାଙ୍କୁ ଶକ୍ତି ରୂପିଣୀ ମା ବୋଲି ଆମକୁ ଧରିବାକୁ ପଡ଼ିବ, କହିବାକୁ ପଡ଼ିବ। ଆପଣ ରାଧା କହିପାରନ୍ତି, ସୁଭଦ୍ରା କହିପାରନ୍ତି, ଗୋପୀ କହିପାରନ୍ତି, ମଙ୍ଗଳା କହିପାରନ୍ତି, ସବୁ କିଛି କହିପାରନ୍ତି। ଇଏ ପବିତ୍ର ପୀଠରେ ଆଜି ବି ବିଶ୍ୱାବସୁ ଶବରର ସ୍ଥାନ, ଲଳିତା ପୂଜିତ ମୋହନଙ୍କର ସ୍ଥାନ, ମା ମଙ୍ଗଳାଙ୍କର ସ୍ଥାନ ଏବଂ ମାଧବଙ୍କ ପାଖରେ ମହାଦେବଙ୍କର ସ୍ଥାନ, ଯେ ଉତ୍ତରାୟଣ ଦକ୍ଷିଣାୟନରେ ରୂପ ପରିବର୍ତ୍ତନ କରନ୍ତି, ଯାହାଙ୍କର ନଖ କଣରୁ ଗଙ୍ଗା ବାହାରେ। ଏଭଳି ପବିତ୍ର ତୀର୍ଥଟିଏ ସମଗ୍ର ଭାରତ ବର୍ଷରେ ବିରଳ। ଏ ପର୍ଯ୍ୟନ୍ତ ବୋଧେ
आमे माने ताको ठीक भावरे लोकक पाखरे पहुंचई पारि सेथिपाई आमे नीलमाधवଙ୍କ पाखरे आमे कृतज्ञ आमे निजुको अपराधी बोली भाबुछु एडिकी ए कथा सब चल से जो नाम की करूँ आम काली गाऊल आउ थे गाई दूसरी यही नाम अष्टम प्रहर चबीस प्रहर कले आउरी नील माधव नील सुंदर जगन्नाथ सेवक मान प्रणाम जनाऊँगी अगस्त प्रणाम नीलमाधवंकर परिचालक कवि ट्रस्ट प्रणाम जनाऊँगी प्रशासन शासक समस्त को शुभेच्छा जनाऊँगी एवं जो माने मते पुष्पगुच्छ देइजंती मते उत्साहित करचंती सेमानकर शुभकामना करछि तांको जीवन पुष्पित जो माने दुईटी जाक संध्या उपभोग करिबा पई आग्रहर सहित आसी पहुंचुचंती आज पर्यंत मु आपण मानक पाखरे नुआ मनीष थिली आसंता काली ठारू पुराणा मनीष हो पुणी जिते आसबि आपण मैंने कहे बलिया बा आसी पुणी आसे नीलमाधवंकर दया थिले निश्चय तेरे सज्जन समस्त को शुभेच्छा प्रणाम समस्त शांति आ प्रगति कामना किम्स हस्पिटाल आपण अंचल गणिया अंचल जो पुअटी ये अंचल को मत दुई तीन थर आणला थे जो जाए अंतर दु चार वर्ष जाए तापर मन हेले जाए किंतु तार श्रद्धा ममतार निमंत्रण जहाँ को आप निरंजन बाघ बोली कहते से निरंजन को शुभेच्छा दौ नहीं केवल ये कहूँ आउ जिते बड़े प्रोग्राम हम खाली कथार प्रोग्राम नक तीनोटी प्रोग्राम ता सहित रहा सब जगह आप प्रथम भक्तिहरा माँ माने जगन्नाथ को नीलमाधव को आम समस्त को वंदापना करेंगे आम पूजा करें भक्तिहरा माँ जहाँ विधवा माँ बोली कहुए द्वितीय कार्यक्रम हम सर्वनिम्न 100टी कि 50टी गछ आम ये अंचल लगेगा यह द्वितीय कार्य आउ तृतीय कार्यक्रम मद्य मादक विरुद्ध आम मद्यर अपकारिता मादकर अपकारिता कौन से कथा आम तेणु सज्जन माधवंकर दया हेले ये सब संभव दया हेले नर हरि पंगु देश में लगे
ତୋହର ରହିଲେ କରୁଣା ବ୍ରହ୍ମା ଶଙ୍କର ହୁଅନ୍ତି ରଣା। ଆମେ ଗୋଟେ ନିବେଦନ କଲୁ, ସେ ନିବେଦନକୁ ସ୍ୱୀକୃତ କଲୁ। ବର୍ତ୍ତମାନ ସମସ୍ତଙ୍କୁ ଭଗବାନ ଦାସ ହେଲା, ଯିଏକି ଆପଣମାନଙ୍କ ପାଇଁ 2 ଦିନ ହେଲା ପ୍ରସାଦ ବ୍ୟବସ୍ଥା କରୁଛନ୍ତି। ଦୁନିଆରେ ଦେବତା କିଏ? ଆପଣ କୋଉ ଦେବତାକୁ ଦେଖିଛନ୍ତି? ମୁଁ କିନ୍ତୁ କେତେ ଗୁଡ଼ିଏ ଦେବତାକୁ ଦେଖିଛି, 33 କୋଟି ଦେବତାଙ୍କୁ ମୁଁ ଦେଖିଛି। ଦେବତା କିଏ? ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ପୃଥିବୀ, ସମୁଦ୍ର, ଏଇମାନେ ହଉଛନ୍ତି ଦେବତା। ମଣିଷ ସମାଜ ଭିତରେ ଦେବତା କିଏ? ସିଏ ହଉଛନ୍ତି ଯିଏ ଦାତା, ଅନ୍ନଦାତା, ଛତ୍ରଦାତା, ଗୋଦାତା, ବିଦ୍ୟାଦାତା, ସେଇମାନେ ହଉଛନ୍ତି ଦେବତା। ଆଉ ଦେବତା ଆମ ପାଇଁ, ଆମ ହିନ୍ଦୁ ସନାତନୀ ମାନଙ୍କ ପାଇଁ ଆଉ ଜଣେ ଦେବତା ହଉଛନ୍ତି ଗୋମାତା, ଯାହା ଉପରେ ଆଜି ଆମେ ଗୁରୁତ୍ୱ ତେଣୁ ତାଙ୍କୁ ଶୁଭେଚ୍ଛା ଦଉଛୁ। ସେ ସେମିତି ଦଉଥାନ୍ତୁ, ତାଙ୍କର ଉତ୍ତରୋତ୍ତର ଉନ୍ନତି। ହୃଷିକେଶ ମିଶ୍ର ମହୋଦୟ, ଶ୍ରୀ ରାଜୀବ ଲୋଚନ ମିଶ୍ର ମହୋଦୟ, ମାଧବ ଚନ୍ଦ୍ର ଶାନ୍ତୁ ମହାଶୟ, ନୀଳମାଧବ ମିଶ୍ର ମହୋଦୟ, ଶତ୍ରୁଘ୍ନ ବେହେରା ମହୋଦୟ, ଦିଲ୍ଲୀପ କୁମାର ପଣ୍ଡା ମହୋଦୟ, ପ୍ରତାପ ଚନ୍ଦ୍ର ସାହୁ ମହୋଦୟ, ବଂଶୀଧର ବେହେରା ମହୋଦୟ, ସନ୍ତୋଷ ବେହେରା ମହୋଦୟ, ପ୍ରଭାତ ବେହେରା ମହୋଦୟ, ପ୍ରଶାନ୍ତ ମହୋଦୟ, ପିନାକୀ ପୃଷ୍ଟି ମହୋଦୟ, ତତ୍ସହିତ କଣ୍ଟିଲର ଗ୍ରାମବାସୀ, ଇଏ ପଞ୍ଚାୟତର ଅଧିବାସୀ, ଏ ନିର୍ବାଚନ ମଣ୍ଡଳୀର ଅଧିବାସୀ, ନୟାଗଡ଼ ଜିଲ୍ଲାର ଅଧିବାସୀ ସମସ୍ତଙ୍କୁ ହାତ ଯୋଡ଼ି ନମସ୍କାର କରୁଛି ଏବଂ ସମସ୍ତଙ୍କ ପାଇଁ ନୀଳମାଧବଙ୍କ ପାଖରେ ଶାନ୍ତି ଆଉ ପ୍ରଗତିର କାମନା କରୁଛି। ନୀଳ ବିଶ୍ୱାବସୁ ଶଙ୍କର ପ୍ରଥମେ ଶୂନ୍ୟକୁ ପୂଜା କରୁଥିଲେ, ଶୂନ୍ୟକୁ ଧ୍ୟାନ କରୁଥିଲେ। ଶୂନ୍ୟ କହିଲେ କାହାକୁ କୁହାଯାଏ? ଯେତେ କଥା ଅଛି ସବୁ ଶୂନ୍ୟ ଭିତରେ ହିଁ ଅଛି। ଇଏ ପୃଥିବୀଟା ଶୂନ୍ୟରେ, ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ସମୁଦ୍ର, ଇଏ ସବୁ ଶୂନ୍ୟ। ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ଶୂନ୍ୟ ମଧ୍ୟରେ ନିରାମୟ, ନିରାମୟ ମଧ୍ୟରେ ଜ୍ୟୋତି, ସଜ୍ୟୋତି ଭଗବାନ। ବିଶ୍ୱାବସୁ ଶଙ୍କର ସେଇ ମହାଶୂନ୍ୟ ଭିତରେ ସେଇ ଜ୍ୟୋତିରାନନ୍ଦ ପୁରୁଷଙ୍କୁ ଧ୍ୟାନ କରୁଥିଲେ। ସେଇ ଥିଲା ତାଙ୍କର ପୂଜା। ସେଇ ହଉଛନ୍ତି ନୀଳ ମାଧବ। ଏଇ ନୀଳ ମାଧବ ଯେତେବେଳେ କଂସକୁ ଶୂନ୍ୟବାଣୀ ହେଲା, ସେ ଶୂନ୍ୟରୁ ବାଣୀ ଆସିଥିବା ସିଏ ହଉଛନ୍ତି ନୀଳମାଧବଙ୍କର ବାଣୀ। ନୀଳମାଧବ କେତେବେଳେ ହେଲେ ଭାଗବତ କହୁଛନ୍ତି
प्रथमे एक ब्रह्म थिला द्वितीय प्रकृति होइला प्रथमे एक प्रथमे से जड़े थिले जणिकिया निर्जनता भल लगे तेणु सी कहले ना गोटे लीला सृष्टि करी से बेले से हेले नीलमाधव जिते प्रकृति को सृष्टि कले भागवत कहते मन किसी कहूनी प्रथमे एक ब्रह्म द्वितीय प्रकृति गपट कहले गपटा बहुत बढ़िया लगे तत्व बुझा दरकार प्रथमे से निराकार प्रथमे एक ब्रह्म थिला द्वितीय प्रकृति होइला प्रकृति किए पृथ्वी तापरे ये पृथ्वी भितरे समुद्र सृष्टि है पहाड़ पर्वत नद नदी झरणा वृक्ष तरु तृण लता जीव जगत पक्षी जगत मनुष्य समाज जन्म दे शुद्ध लीला चलला ये पृथ्वीटा गला नीलांचल ये पृथ्वी आपण मैंने जान देखुंती मंदिर मस्जिद गिरजा पहाड़ पर्वत जंगल केते कथा देखुं आंब गछ प्रजगत खाली आरंभ कर सब ये समस्त होती निराकार ये निराकार भीतर अच्छा बुझा कष्ट हेले भावे राति साकार एकमात्र जड़े सी होती ब्रह्म जहाँ गीता कहते ब्रह्मार्थ ब्रह्मणि ब्रह्माग्नो ब्रह्मणाहं ब्रह्मैव तेन गन्तव्य ब्रह्म कर्म समान आमे समस्ते निराकार साकार होती एकमात्र भगवान हूँ भूल कहू नहीं मोर साधनार तपस्यार आशीर्वाद पाखे कहूँ आमे समस्ते निराकार सी ही एकमात्र साकार नदी नदी नीलमाधव मंदिर श्री मंदिर लिंगराज मंदिर मस्जिद चर्च कोठा घर चाल घर झरणा पहाड़
ହିମାଳୟ ଠାରୁ କୁମାରିକା ପର୍ଯ୍ୟନ୍ତ ଇଏ ସବୁ ହଉଛନ୍ତି ସାକାରଙ୍କର କେତନ ପତାକା ବା ସ୍ତମ୍ଭ ବା ନିରାକାର। ଆପଣ ନିରାକାର ଉପାସନା କଲେ କଷ୍ଟ, କେମିତି କଷ୍ଟ ଟିକେ ଖାଲି 2-3 ମିନିଟ ସମୟ ନେଉଛି। ଆପଣ ମାଧବ ପାଖକୁ ଆସିଲେ ମାଧବଙ୍କୁ ପ୍ରଣାମ ଜଣେଇଲେ, ଟିକେ ପ୍ରଣାମ ଜଣେଇକିରି କିଏ ଗୋଟେ କହିଲେ ଆଜ୍ଞା ଆସନ୍ତୁ ମହାଦେବଙ୍କୁ ଦର୍ଶନ କରିବେ। ମହାଦେବଙ୍କୁ ଦର୍ଶନ କଲେ, ଆଉ ଜଣେ କିଏ କହିଲା ବିଶ୍ୱାବସୁଙ୍କୁ ଦର୍ଶନ କରିବା, ଆଉ କିଏ କହିଲା ସେଇ ମଙ୍ଗଳାଙ୍କୁ ଦର୍ଶନ କରିବା। ତାମାନେ ଅନେକ ହେଇଗଲା ଆଉ ଆମ ଏକାଗ୍ରତା ପୁରା ବିକ୍ଷିପ୍ତ ହେଇଗଲା। ଆଉ କାହାକୁ ଆମେ ଦର୍ଶନ କରିବା? ତେଣୁ ଇଏ ଜଗତ ହଉଛି ନିରାକାରଙ୍କର ଗୋଟିଏ ଗୋଟିଏ ପତାକା, ଏ ସାକାରଙ୍କର ଗୋଟିଏ ଗୋଟିଏ ପତାକା ନିରାକାର। ଆମେ ସମସ୍ତେ ନିରାକାର, ସାକାର ଏକମାତ୍ର ସେଇ ଭଗବାନ ମାଧବ। ଯଦି ଏକାଗ୍ରତାର ସହିତ ସେଇ ସାକାର ଭଗବାନଙ୍କୁ ଆପଣ ପ୍ରାର୍ଥନା କରିବେ, ଆଉ କିଛି ମନେ ପକେଇବେ ନାହିଁ। ଏ ମାଧବ ତୁ ଟିକେ ଆମକୁ ଦେଖା ଦେ, ଟିକେ କୃପା କର, ଆମେ ନିଶ୍ଚିତ ତାକୁ ପାଇବା। ଇଏ ହଉଛି ବଳିଆ ହିସାବର ନିରାକାର ସାକାର ତତ୍ତ୍ୱ। ତାକୁ କିଏ ମାନନ୍ତୁ ନ ମାନନ୍ତୁ, ମୁଁ ଯାହା ଜାଣିଛି ଆପଣମାନେ ଭାବିଲେ ବି ଜାଣିପାରିବେ। ଆଚ୍ଛା ସଜ୍ଜନ, ଭଗବାନ କୃଷ୍ଣ ଦିନେ ମାଟି ଖାଇଲେ। ମାଟି କଣ ଆମ ଛୁଆ ଖାଆନ୍ତି? ଆମ ଘରେ ଯୋଉ ଛୁଆ ଗୁଡାକ ଜନ୍ମ ହଉଛନ୍ତି ସେ ବି ବେଳେ ବେଳେ ମାଟି ଖାଆନ୍ତି। କିନ୍ତୁ ସେଦିନ ଦେବକୀ ନନ୍ଦନ କୃଷ୍ଣ, ଯଶୋଦାନନ୍ଦନ କୃଷ୍ଣ, ଦେବକୀଙ୍କର ପୁତ୍ର, ଯଶୋଦାଙ୍କର ପାଳିତ ପୁତ୍ର। ଯଶୋଦାଙ୍କ ଘରେ ଥିଲା ବେଳେ ସେ ମାଟି ଖଣ୍ଡେ ପାଟିରେ ପୁରେଇଦେଲେ। ଆଉ ପିଲା ଗୁଡାକ ମାଟି ଖାଆନ୍ତି, ଆଉ ସେ ସେମିତି ମାଟିଟାକୁ ନେଇକି ପାଟିରେ ଦେଇଦେଲେ। ସିଏ ମାଟିଟାକୁ ଖାଇସାରିବା ପରେ ଯଶୋମତୀ ଦାନ୍ତକୁ ଖୋଲିକି ଆ କରେଇଲେ। ସେ ଆରେ କଣ ଦେଖିଲେ? ଅନେକ ବାହୁ भगवान कृष्ण पार्टी भितर गाई चलुंट छेली चलुंट मेधा चलुंट युद्ध होती आरोषेबास होती साधु सत मान भजन कीर्तन चली नाम कीर्तन भी चली ये तो देखिए आश्चर्य ये कौन माटीटा से खाई ताने भगवान कृष्ण कि दशमूर्ति की जनाऊँगी माँ ये माटी नुहे ये माटी यही माटी भीतर ये जगत पूरी रही स्वर्ग नरक मेरी रानी
ସ୍ୱର୍ଗ ଅଛି, ସ୍ୱର୍ଗରେ ଯାଇକରି ଆମେ ଯମଦଣ୍ଡ ପାଇବୁ। ମୁଁ ସେ ସ୍ୱର୍ଗ ଦେଖିନି, ମୁଁ ସେ ନର୍କ ଦେଖିନି। ଏଇଠି ଆମେ ଚୋରି କରିବୁ, ପୋଲିସ ବାନ୍ଧିକିରି ନବ, ଥାନାରେ ଆମର ଗୁଡ଼ାଏ ବାଡ଼େଇବେ, ନହେଲେ ଗୋଟେ କିଛି ଦଣ୍ଡିତ ଦଣ୍ଡ। ଏଇଠି ଆମେ ଭୁଲ କରିବୁ, ମନେ କରାଯାଉ କାହାରି କଥା ମାନିବୁ ନାହିଁ, ମଦ ବୋତଲ ବୋତଲ ପିଇବୁ, ସିଗାରେଟ ମାନେ ଗୋଟା ଗୋଟା ଭଣ୍ଡଣା ପିଇବୁ, ଗଞ୍ଜେଇ ଖାଇବୁ, ତାହେଲେ କଣ ହବ? ଆମକୁ ରୋଗ ହବ। ସେଇ ହଉଛି ନରକ। ସ୍ୱର୍ଗ ନରକ ବେନି ପାଣି, କର୍କଟ ରୋଗ ହବ, ଗୁଟୁକା ଖାଇବୁ, କର୍କଟ ରୋଗ ହବ, ମଦ ପିଇବୁ, ଲିଭର ଛିଣ୍ଡି ପଡିବ, ହାର୍ଟ ଷ୍ଟ୍ରୋକ ହବ, ବ୍ରେନ୍ ଷ୍ଟ୍ରୋକ ହବ। ଆଉ ନର୍କ କୁଆଡେ? ନର୍କଟା ଏଇଠି ସ୍ୱର୍ଗବାସ ଯାର ନାହିଁ। ଭଦ୍ର ମଣିଷ, ଶିକ୍ଷାବିତ, ସେଇମାନଙ୍କୁ କୁହାଯିବ। ମୁଁ ଲାଞ୍ଚ, ପର ଧନ, ପର ନାରୀ, ପର କଥା କପି ମୁଁ ବଡ ଲୋକ ହେବି, ଗାଡି ଚଢିବି, ପ୍ଲେନ ଚଢିବି, ଦୁଃଖେ ସଞ୍ଚିତ ଯେତେ ଧନ, ହବ ନାହିଁ। ସେ ସ୍ୱର୍ଗ ନୁହେଁ, ସେ ନର୍କ। ଧନ ଅର୍ଜନେ ଧନ ହରି, ଧନ ପ୍ରାପତ ନର ହରି, ଧନ ଅର୍ଜନେ ଧନ ହରି, ଧନ ପ୍ରାପତ ନର ହରି। ଆଜି ଆପଣମାନଙ୍କର ଦାନରେ, ଆପଣମାନଙ୍କର ଉତ୍ସାହରେ ଆଜି ବଳିଆ କଟକ ଜଗତସିଂହପୁର ଜିଲ୍ଲା ପାଇଁ ଏଠି ଟେଣ୍ଟ ବନ୍ଧା ହେଇଛି, ଚେୟାର ପଡିଛି, ପ୍ରସାଦ ବିତରଣ ହଉଛି। ଏଇ ହଉଛି ଧର୍ମ। ଧରାଯାଉ ଆମେ ଆକୁ କରିବାନି, ସ୍କୁଲ ପିଲାମାନଙ୍କୁ ବିଦ୍ୟାର୍ଥୀ ଭୋଜନ କରିବା, କିମ୍ବା ଅନାଥ ଆଶ୍ରମର ପିଲାମାନଙ୍କୁ ଆମେ ପୋଷାକ ବଣ୍ଟନ କରିବା, କିମ୍ବା ଗରିବ ମଣିଷ ଯିଏ ଥଣ୍ଡାରେ ଥରି ଯାଉଛି କମଳଟିଏ ଦାନ କରିବା। ସଜ୍ଜନ, ତାର ଉପମା ନାହିଁ, ସେ ଅନୁପମ। ସେଇଥିପାଇଁ କୁହାଯାଇଛି ଧନ ଅର୍ଜନେ ଧନ କରି, ଧନ ପ୍ରାପତ ନର ହରି, ଧନ ଅର୍ଜନେ ଧନ କରି, ଧନ ପ୍ରାପତ ନର ହରି। କୃଷ୍ଣଙ୍କ ପାଟିରେ ଯେତେବେଳେ, ମାଧବଙ୍କ ପାଟିରେ ମାଟି, ମାଧବ ଖାଇଲେ ମାଟି, ସେ ମାଟି ଭିତରେ ଦେଖିଲେ ସମଗ୍ର ଜଗତକୁ। ସେଇଠି ସେ ହେଲେ ନୀଳମାଧବ। ମାଧବ ସେଇଠି ହେଲେ, ପ୍ରଥମ ମାଧବ ସେଇଠି। ସେଇଥିପାଇଁ ଆମେ ବୁଲୁଛୁ
নীল মাধবম নীল সুন্দরম নীল মাধবম নীল সুন্দরম নীল মাধবম নীল সুন্দরম নীল মাধবম নীল সুন্দরম। ଆଉ କୋଉଠି ମାଧବ ହେଲେ? ମାଧବ ହେଲେ ପ୍ରଥମ ମାଟି ଖିଆ ବେଳେ ମାଧବ ହେଲେ। ଯେତେବେଳେ କଦମ୍ବ ବନ ଯମୁନା କୂଳରେ ବୁଲୁଥିଲେ ହଠାତ୍ ମନେ ପଡ଼ିଲା ମୁଁ କାହିଁକି ଆସିଥିଲି, ମୋର କାମ କଣ ଥିଲା? ମତେ ଏ ଗୋପପୁରକୁ ଛାଡ଼ିବାକୁ ହବ, ତାପରେ ମୁଁ ମଥୁରାକୁ ଯିବି, ମଥୁରାରୁ ପୁଣି ଦ୍ୱାରିକାକୁ ଯିବି, ଦ୍ୱାରିକାରେ ରହି ପୁଣି ମହାଭାରତ ଯୁଦ୍ଧ କରିବି, ତାପରେ ଦାରା ସମର ହସ୍ତରେ ସରବିଦ୍ଧ ହେଇ ମୁଁ ପୁଣି ବୈକୁଣ୍ଠକୁ ଯିବି। ଭାଇ ଏତେ ଗୁଡାକ କାମ ମୋର ଅଛି, ମୁଁ କଣ ଏଇଠି ଗୋପୀ ଗୋପାଳଙ୍କ ସ୍ନେହ ମମତାକୁ ନେଇ ରହିଗଲି? ତେଣୁ ସଜ୍ଜନ ସେ ବଂଶୀ ବଜେଇଲେ। ବଂଶୀ କଣ ବଜେଇଲେ? କୋଉ ଦୋକାନରୁ କିଣିକିରି ଆଣି ବଂଶୀ ବଜେଇଲେ। ବଂ କହିଲେ ବ୍ରହ୍ମଙ୍କର ବୀଜ ମନ୍ତ୍ର। ବଂ ତେଣୁ ସେ ବ୍ରହ୍ମାନନ୍ଦ ରୂପକ ବଂଶୀ ବଜେଇଲେ। ସେ ବଂଶୀ କେହି କାରିଗର ତିଆରି କରିନି କି ବଜାରରେ ବିକ୍ରି ହଉନଥିଲା। ସେ ବଂଶୀ ନା କଣ? ମୋହନ ବଂଶୀ। ସେଥିରେ ମୋହ ଆସିବ। ବଂଶୀ କଣ ବଜେଇଲେ? ରା ରା ବଂଶୀ ବାଜୁଥିଲା ରା 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 ରେ, ରା 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 ରେ, ରା 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 ରେ, ରାଧେ ରାଧେ ମାନେ ଆରାଧନା। ଏଠି ନୀଳମାଧବଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଯୋଉ ସେବା ହଉଛି ସିଏ ହଉଛନ୍ତି ରାଧା। ଆମେ ଗୁରୁ ଗ୍ରହଣ କରିଛେ, ଗୁରୁ ମନ୍ତ୍ର ନଉଛେ, କିମ୍ବା ଆସନ ପାଦାସନ ଆସନ ପ୍ରାଣାୟାମ ଧ୍ୟାନ ଧାରଣା କରୁଛେ, ଇଏ ହଉଛି ଆରାଧନା। ରାଧାକୁ ରାଧା ଶବ୍ଦକୁ ଓଲଟେଇ ଦିଅ, এটা ହେଲା ଧାରା। ଧାରା ମାନେ ସମ୍ବିଧାନ, ଭାରତର ସମ୍ବିଧାନ, ଆମେରିକାର ସମ୍ବିଧାନ, ଇଏ ଯେତେ ସମ୍ବିଧାନ ଇଏ ପୃଥିବୀରେ ଅଛି ସବୁ ହଉଛନ୍ତି ରାଧା। ସିଏ ବଂଶୀ ବାଜିଲା, ସମସ୍ତଙ୍କୁ ଶୁଭିଲା ଗୋଟିଏ ଶବ୍ଦ ରାଧେ ରାଧେ
ଗୋପୀ ଗୋପାଳ ମାନେ ଖାଲି ଗୋପୀ ନୁହଁ, ଗୋପୀ ଆଇଲେ ଗୋପାଳ ଆଇଲେ, ସବୁ ଦୌଡ଼ିକିରି ଆସିଲେ। ଆଉ ଏମିତିଆ ବଂଶୀଟା କିଏ ବଜେଇଲା? ଇଏ ବଂଶୀର ସ୍ୱର ହଉଛି ରାଧା। 16,000 ଗୋପୀ, 16,000 ଗୋପାଳ ସେଦିନ ଯମୁନା କୂଳରେ ସନ୍ଧ୍ୟା ସମୟରେ ଶବ୍ଦ ରୁଣ୍ଡୀଭୂତ ହେଇଗଲା। କୃଷ୍ଣ ପଚାରିଲେ ତମେ କୋଉଠୁ ଆସିଲ? ଆମ ଘରୁ ଆଇଲ। ତମେ ଆଇଲ, ତମ ସ୍ୱାମୀ ମାନେ ଆଇଲେ, ତାହେଲେ ବ୍ରଜରେ ରହିଲା କିଏ? ଏଇ ପିଲା ଛୁଆ ସବୁ ଅଛନ୍ତି। ଯାଅ, ହେ ଗୋପାଳ ମାନେ, ହେ ଗୋପାଳ କହେ हे सिंधु कन्या पते, हे कंसांत कहे गजेंद्र करुणा पारी रहे माधव। माधव हे रामानुज हे जगद्गुरु, हे पुंडरीकाक्षमा, हे गोपी जगन्नाथ पालय आमे गाई महिषी छाड़िकी तुम पाखु आइलु, तमें आमको डाकिल, मुझे तुमको डाकिनी ना रा रा बोल डाकिल मिला। अरे रा रा डाकिल आगे मिला। आम गोटे आत्मा को डाकुंट आप पड़े आपको किए पूजा रही जहाँ भर आत्मा आइले ना 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 तमें जाओ। गीता कहते लोकेस्मिन विविधा निष्ठा पूरा प्रोक्ता बयान ज्ञान योगेन संख्या दी प्रकार निष्ठा रखा मिल गृहस्थ आउ सन्यास। जाओ घर को भरी जाओ, माँ मैंने आई जमुना कूड़े बुलाबुली कर गोपी माने रहिले, गोपाल माने गले। সেইটি আরম্ভ হেলা রাহা, সেইটি কৃষ্ণ হেলে নীল মাধব। নীল কৃষ্ণ কমল मुरली कौन मधुर विनय भागवत मुरली किए मधुर विनय
ମୁଁ ହଉଛି ର କହିଲେ ରସ। ରସଟି କଣ? 9 ପ୍ରକାର ରସ। ଏତେ କଥା କହିହବନି। ଆପଣମାନେ ଏଠି ବସିଛନ୍ତି ଭକ୍ତି ରସରେ। ଆମେ ଜନ୍ମ ହେଇଛେ ଶୃଙ୍ଗାର ରସରେ। ହସିବା ପାଇଁ ରହିଛି ହାସ୍ୟ ରସ, କାନ୍ଦିବା ପାଇଁ ରହିଛି କାରୁଣ୍ୟ ରସ। ଏମିତି ସବୁ ରସ, ଏମିତି ରସକୁ ସବୁ ନେଇକି ରସ ବୈଷ ବ୍ରହ୍ମ। ଏ ରସ ଗୁଡ଼ିକ ହଉଛି ବ୍ରହ୍ମ। ରସର ପ୍ରତୀକ କିଏ? ରସ ମତ୍ସୁ କୌନ୍ତେ ପ୍ରଭାସ୍ମି ଶଶି ସୂର୍ଯ୍ୟ ପ୍ରଣବ ସର୍ବବେଦେଷୁ ଶବ୍ଦକେ ପୁରୁଷମୁଷୁ। ଏ ସବୁ ଯାକ ରସ ସୃଷ୍ଟି ହେଇଛି ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ଦ୍ୱାରା। ମୁଁ କିଏ? ସୂର୍ଯ୍ୟଙ୍କର ରସ, ମୁଁ ଚନ୍ଦ୍ରଙ୍କର ରସରେ ମୋ ଜୀବନ ଧାରଣ। ଏ ଜଗତରେ ଯାହା ସୃଷ୍ଟି ହେଇଛି ସୂର୍ଯ୍ୟ ଚନ୍ଦ୍ରଙ୍କ ପାଇଁ ସୃଷ୍ଟି ହେଇଛି ନା। ଆଉ ମୁରଲି, ଲି କହିଲେ ଲୀଳା। ଲୀଳା କଣ? ତୁମରି ଆସି ସେ ସୁନ୍ଦର ବର୍ତ୍ତମାନ ମୁରଲି ବାଜୁଛି ନା। ଆଉ ଆପଣମାନେ ମୁରଲିର ଶବ୍ଦ ଶୁଣୁଛନ୍ତି କି ନାହିଁ? ମୁରଲିର ଶବ୍ଦ ଶୁଣିବା ପାଇଁ ଆପଣ ଘର ଦ୍ୱାର ଛାଡ଼ିକିରି ଏଇଠାକୁ ଆଇଛନ୍ତି କି ନାହିଁ? ଆପଣମାନେ କଣ ବର୍ତ୍ତମାନ ଆପଣଙ୍କ ଘରେ ଅଛନ୍ତି? ଆପଣ ମାଧବଙ୍କ ମନ୍ଦିର ପାଖରେ ଅଛନ୍ତି ନା? ଏଇ ପୁରା ମୁରଲି, ଏଇ ଲୀଳା ଲାଗିଛି। କଥା ସରିବ, ପ୍ରସାଦ ବଣ୍ଟନ ହବ, ହରିବୋଲ ପଡିବ, ହୁଳି ପଡିବ। ଏଇ ତ ମୁରଲି। ଆଉ ମୁରଲିଟା କୋଉଟା ଯିବ? ବର୍ତ୍ତମାନ ରାତି ହେଇଛି, ଚନ୍ଦ୍ର ଦେଖାଯାଉଛନ୍ତି, ନକ୍ଷତ୍ର ଦେଖାଯାଉଛନ୍ତି। ରାତି ପାଇବ, ସୂର୍ଯ୍ୟ ଉଦୟ ହେବେ। ଏଇ ତ ଲୀଳା। ଦିନ ଆଉ ରାତି ଆଉ। ନିଜକୁ ଯେତେବେଳେ ଜାଣିବାକୁ ଚାହିଁବି ମୁଁ କିଏ, ସେତିକି ବେଳେ ଜାଣିବି ମୁଁ ପୁତ୍ର। ମୁଁ ଯଦି ପୁତ୍ର ହେଲି, ବାପା କିଏ? ମନେ କର ମୁଁ ବାପା, ତାହେଲେ ମୋ ପୁଅ ଝିଅ କଣ? ମୁଁ ଯଦି ପୁଅ ଝିଅ ହେଲି, ତାହେଲେ ମୋର ରାତି ରାତ୍ରି କିଏ? ଏମିତି ଦେଖି ଦେଖିକା ଗଲେ ଶଳା, ଭିଣେଇ, ସଡୁ, ମଉସା, ମାଉସୀ, ପିଇସା, ପିଇସି, ଏ ସବୁ ନେଇକିରି ମୁଁ ଗୋଟେ କେତେ ବଡ ଲୋକଟା। ମୁଁ ଏ ଗ୍ରାମର, କଣ୍ଟିଲ ଗ୍ରାମର ଅଧିବାସୀ। ଏଇ ହଉଛି ମୁରଲି। ଏଇ ମୁରଲି ପାଇଁ ଗୋପୀ ଗୋପାଳ ମାନେ ଯମୁନା କୂଳକୁ ଦୌଡ଼ିକିରି ଆସିଲେ। ମୁରଲି ଆଉ ବେଦରେ ରହିଛି ପଞ୍ଚମଙ୍କାର, ସେ ସବୁ ତତ୍ତ୍ୱ କଥା ଆଜି ଚଳିବନି। ଏଇ ହଉଛି ମୁରଲି। ପ୍ରଭୁ ପାଦ ତଳେ ପ୍ରାଣ ସତ୍ୟ କଥା କହେ ସେ ହଉଛି ମୁରଲି। ଯିଏ ଶାସ୍ତ୍ର କଥା କହେ ସେ ହଉଛି ମୁରଲି।
ଯିଏ ମଦ୍ୟମାଦକ ଛାଡ଼ିବା ପାଇଁ ସଂକଳ୍ପବଦ୍ଧ ହୁଏ ସେ ହଉଛି ମୁରଲୀ। ଯିଏ ଭଲ ମଣିଷ ହବ, ଭଲ ଦାତା ହବ, ଭଲ ଉଦ୍ୟୋକ୍ତା ହବ, ଭଲ କର୍ମୀ ହବ, ଭଲ ଜ୍ଞାନୀ ହବ, ଭଲ ନେତା ହବ, ସେଇ ହଉଛି ମୁରଲୀ। ଆଉ କୃଷ୍ଣ କଣ ଖାଲି ମୁରଲୀ ବଜଉଥିଲେ? ସେ ବଂଶୀ ହଉଛି ମୁରଲୀ। ଏଠି ମୁରଲୀ ବାଜିଛି, ମୁରଲୀ ବାଜୁଛି, ମୁରଲୀ ବାଜିବ। ନୀଳମାଧବ ଥିଲେ, ଅଛନ୍ତି, ରହିବେ। ଇଏ ହଉଛନ୍ତି ନିରାକାରଙ୍କର ଗୋଟେ ମହାନ ପାହାଡ଼, ନୀଳ ସୁନ୍ଦର ପର୍ବତ, ଏ ନୀଳକନ୍ଦରର ପର୍ବତ, ତା ଭିତରେ ପୀଡ଼ା ପାଉଛନ୍ତି ମାଧବ। ଇଏ ହଉଛନ୍ତି ନିରାକାରଙ୍କର ପତାକା କେତନ। ଇଏ ଗୋଟେ ରାସମଣ୍ଡପ, ଇଏ ନିରାକାରଙ୍କ ରାସମଣ୍ଡପ। ସଜ୍ଜନ, ସେଇ ମୁରଲୀର ନାଁ ହଉଛି, ଆଉ ଗୋଟେ ନାଁ ହଉଛି ବଇଁଶୀ। ବଇଁଶୀ କଣ? ବରେ ଅନୁସାର ହେଲା ଶୂନ୍ୟ, ବଟି ହେଲା ବାୟୁ। ଆପଣ ପଚାରିବେ ଅନ୍ୟମାନଙ୍କୁ, ଆମକୁ କହୁଛ ଯେ ତମେ ନିଜେ ବୁଝ, ବାୟୁ ବିନା ବଞ୍ଚି ପାରିବ କି? ଆଚ୍ଛା, ବାୟୁ ଜଣା ନାହିଁ। ବରେ ହେଲେ ବାୟୁ, ବରେ ହେଲା ବ୍ୟାମ, ଆକାଶ। ଆକାଶ ବିନା ତମେ ରହିପାରିବ? ଆକାଶ କହିଲେ ଶୂନ୍ୟ, ଦାଦା। ବ କହିଲେ ବସୁଦ୍ଧା, ଅୟୋବେତିନି ଜବରମ୍ ଗଣନାଙ୍ଗଳ ବୁଝେଇ ଦଶାମ ଉଦାହରଣ ସହିତ ବସୁଦେବ। ଆଚ୍ଛା, ବସୁଦ୍ଧା ବିନା ରହିପାରିବ? ତମେ କହୁଛ ଆମେ ମାନୁନୁ, ଆମେ କିଛି ମାନୁ। ତମେ ମାନୁନା କଣ? ଆମରି ନିଆଁରେ ରୋଷେଇ କରି ଖାଉଛ, ଆମରି ପବନକୁ ନିଶ୍ୱାସ ନଉଛ, ଆମରି ଧାନ ଚାଉଳକୁ ମାଟିରେ ଚଷୁଛ, ଆଉ ଆରେ କହୁଛ ଆମେ ମାନୁନୁ। ବ କହିଲେ ବାୟୁ, କେମିତି କହିଛନ୍ତି ଗୀତା? ବାୟୁ ଜଗନୀ বাত্যা আসে, মহাবাত্যা আসে, বন্যা আসে, মাধবଙ୍କୁ ସ୍ମରଣ କରି ଏଇ ଶ୍ଲୋକଟି ପଢିବେ, ବାରମ୍ବାର ପଢିବେ। ସବୁଦିନ ଯଦି ପଢିବେ ଆହୁରି ଭଲ। ବାୟୁ ଗୋପୀମାନଙ୍କୁ କୃଷ୍ଣ କହିଲେ ଫେରି ଯାଅ ଘରେ। ନା, ଆମେ ଆଉ ଫେରିବୁ। ମୋତେ ସମର୍ପି ସୁତ ବିନା ବର୍ତ୍ତମାନ ଗୋପୀ, ମୁଁ ଗୋଟାଏ ଗୋପୀ, ଆପଣମାନେ ଗୋପୀ। ଆମର ମଠ ଅଛି, ଆପଣଙ୍କର ଘର ଅଛି, ଆମେ ତାକୁ କଣ ମନେ ରଖିଛୁ? ଏଇଠି ବହିଛୁ ନା, ଏଇଠି କଥା ଶୁଣୁଛୁ, ଏଠି ମୁରଲୀର ନିନାଦକୁ ଶୁଣୁଛୁ।
ଏଠି ମଧୁର ବିନୟ ବଚନ ଶୁଣୁଛୁ, ଶାସ୍ତ୍ର କଥାକୁ ଶୁଣୁଛୁ, ଆଉ ଆମେ ଯିବୁ କୁଆଡେ? ତମକୁ ତୋରି ପାଖରେ ସମର୍ପଣ କରୁ, ଆଉ ଯିବୁ କୁଆଡେ? ସଜ୍ଜନ କଥାକୁ ଲମ୍ବେଇ ଲମ୍ବେଇ କହିଲେ ବହୁତ ସମୟ ଲାଗିବ। ତେବେ ସଜ୍ଜନ ଇଏ 16,000 ହୁଅନ୍ତୁ କି 16 ଜଣ, ये 16ଟି ଗୋପୀ, ये 16 ଜଣ ଗୋପୀ କୁ 16ଟି କୃଷ୍ଣ ଏକ ଶବ୍ଦ ବିପ୍ରା ବହୁଧାମ। ଆମର 16ଟା କେମିତି ଆମର ଲେଖା ହେଇଛି? ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ଆପଣ ଗଣନ୍ତୁ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ କେତେ ହେଲା? 4। କୃଷ୍ଣ କୃଷ୍ଣ ହରେ ହରେ କେତେ ହେଲା? 4 8। ସେମିତି ହରେ ରାମ 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 ହରେ ହରେ କେତେ ହେଲା? 8 8 ମିଶିଗଲେ କେତେ ହେଲା? 16 ଗୁରୁ 8 8 16 ଓ 16 କାନକୁ ଆଉ ଶୁଭୁନି। ତେଣୁ ଗୋଟେ 16 ଜଣ ଗୋପୀ 16,000 ଲେଖା ହେଇଛି। ଇଏ 16 ଜଣ ଗୋପୀ ସମସ୍ତେ କୃଷ୍ଣଙ୍କର ଭକ୍ତ। ଇଏ ସର୍ବକୃଷ୍ଣର ଶରୀର ସବୁ ମାଧବ ଶରୀର ମାଧବ ବା କୃଷ୍ଣ ବର୍ତ୍ତମାନ କୋଉଠି ଅଛନ୍ତି? ଆପଣ କହିବେ ମନ୍ଦିରରେ। ନା, ମନ୍ଦିରରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ମନଟା କୋଉଠି ଅଛି? ଏଇ ରାସ ମଣ୍ଡଳ। ଭାଗବତରେ ସେ କହିଛନ୍ତି ଧବ ମଦଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠା। ମୋ ନାମ କୀର୍ତ୍ତନଟା ଯୋଉଠି ହୁଏ ମୁଁ ଯାଇ ସେଇଠି ପହଞ୍ଚେ। ତେଣୁ ଆମକୁ ଦେଖାଯାଉନାହାନ୍ତି। ମାଧବ ବର୍ତ୍ତମାନ ଆମ ଅନ୍ତରାଳରେ ଏଇଠି ଆମେ ଯେତେବେଳେ ନାମ କରୁଛୁ, ତାଳି ବଜଉଛୁ, ଗୀତ ବୋଲୁଛୁ, ସେ ଆମରି ପାଖରେ ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେନ च ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଓ ନାମ ଶ୍ରବଣ କୀର୍ତ୍ତନେ
ତ ବହୁତ କଥା କହିଲିନି, କେତେ କଥା କହିଲ। ତେବେ ସଜ୍ଜନ ନୀଳମାଧବ ଆଜି ନୀଳ କହିଲେ ଶୂନ୍ୟ, ମା କହିଲେ ଯେଉଁ ମାକୁ ସେ ପାଟି ଭିତରେ ଦେଖେଇଥିଲେ ସମଗ୍ର ଜଗତକୁ, ସେତିକି ବେଳେ ସେ ହେଇଥିଲେ ମାଧବ। ଧ କହିଲେ ଧର୍ମ, ଧର୍ମ ଏକାଶୀନା ମହତ ହାତର ଧର୍ମ ବର୍ତ୍ତମାନ ହାତ କରୁଛି, ତାଳି ବଜେଇ କୀର୍ତ୍ତନ କରୁଛି। ଆଖି ମାଧବଙ୍କ ରୂପକୁ ଧ୍ୟାନ କରୁଛି। ପାଦ ଚେୟାରରେ ବସିଛି, କିଏ କାରଣ କରିବି, କିଏ ଗୋଡ଼ ନମ୍ବେଇ ବଇବି। ବର୍ତ୍ତମାନ ସର୍ବଧର୍ମାନ ବଇବେ। ଇଏ ହାତ ଯାହା ଘରେ କରୁଥିଲା ଏଠି କରୁନି, ଇଏ ପାଦ ଯାହା ଘରେ କରୁଥିଲା ଏଠି କରୁନି। ଏଠି ସବୁ ଯାକ ମତକୁ ସେ ଭିନ୍ନ କରି ଛିନ୍ନ କରି ସେ ଏଠି ମାମେକଂ ଶରଣଂ ବ୍ରଜ, ଏ ମାଧବଙ୍କ କଥା ଯେବେ ଏକ ଭାବେ ଭାବୁ ଘରେ ହଉଛି ଧର୍ମ। ମାକୁ ଧର ତାହେଲେ ବାପାଙ୍କୁ ପାଇବ, ମା ଜିତେଇବ ବାପାଙ୍କୁ। ମାକୁ ଧର, ଯଶୋମତୀଙ୍କ କାନି ଧରି କୃଷ୍ଣ ଯାଉଛି। ତେଣୁ ମାଧବ ମାକୁ ଧର। ଧ କହିଲେ ଧର୍ମ, ଧର୍ମ କହିଲେ କର୍ମ, কর্ম ভিতরে কর্তব্য, কর্তব্য ভিতরে সেবা, তাহলে নাকি ধর্ম জানিব না।
ब कहले माधव, ब कहले सर्वम खल्युदम ब्रह्म, से सर्वव्याप जल स्थल मन गिरी आकाश साग लीला सबू थारे बुझिବା दरकार। आमको सूर्य देखा जाउछन्ति गोटे फुटबल भलिया, पृथ्वी ठारू 13 लक्ष गुण बड़ होउछन्ति सूर्य। आ एमतिका सूर्य आमे आध्यात्मिकवादी माने कहउछन्ति 12टी, किंतु विज्ञान एवं कहउछि आहुरी अनेक। तेणु ब्रह्मांड माल माल होई जाब मुड़े विराजई। आमे कोन एते कथा को जानि परिबा, एते कथा को बुझी परिबा। तेणु आमे जो माधव को बा जगन्नाथ को दिए जहाँ को इष्ट बोली भाबुछि से को धर, से मंत्र को स्मरण कर। जे नित्य इष्ट धर्म पाए ठाकुर को पूजिले कौन इष्ट धर्म है? यदि पुलिस बाबूजी आसिले फूलमाल किए देले, सी जदि कहबे नहीं मु आउ किछि काम करबिनी केवल फूलमाल गुंथिबी बाबा मान को देबी, ताले ताकर कोन इष्ट धर्म हला? नहीं, हाथे करो काम मुखे पड़ो नाम, आउ नयन रे नाचू नयने नयने चका नयन जीवन का फुलफिल हम। कर्म को छाड़ी कर्तव्य को छाड़ी सेवा को छाड़ी आमे भूल बाटे जीवा, आमे मकरंद पान करिबा, दधी दुग्ध घृत मध आमे आकु सब न खाई मद हुस्की बियर अमुक समग्र गुड़ा सब कौन थिला आम पिला दिन गुड़ा को नथिला। एबे सब कौन एते शौक लगी छाड़ माड़ी आसुची काल, माड़ी आसुची भयंकर युद्ध ध्वंसास्त्र गर्जन करू। तुमको की गर्जन आसे तुम पार्टी केरे, किंतु वर्तमान ध्वंसास्त्र गर्जन करुची रूसिया रे, यूक्रेन रे, पाकिस्तान रे, भारत रे, बांग्लादेश रे, फलस्तीन रे, इस्राएल रे वर्तमान ध्वंसास्त्र गर्जन करुची। काली दिल्ली रे ध्वंसास्त्र गर्जन रे केते लोक मरिगले। आम हीराकुद डैम पर्यंत पुरी मंदिर पर्यंत सबुआरे आलान हो गला। हुशियार सावधान, ये मनीष दुनिया को आसिथिल कौन ध्वंस करने, तमर जन्मर सार्थकता कौन एइथिपाई। तेणु मोर प्रवचन किछि नाही, मु केवल मने पकई देवाकू चाहे निजे शांति रे बंच, अन्य को शांति रे बंचिबाकू दियो। माधवानंद अंचल आपण माने जो सेवा पाई, जो घर द्वार करी रही बंचुंट, से माधवानंद को प्रार्थना करतु। आप सर्वे भवन्तु सुखिनो, सर्वे सन्तु निरामयाः, सर्वे भद्राणि पश्यन्तु मा कश्चित् दुःखभाग् भवेत्। कथा गपुथिले राति पाइबो, से कथा सरिबनी। एते समय नहीं पारे 6-7 दिन जिते बड़े आसि गोटी जदि आउ थे केवे आस गोटे सन्ध्या दी सन्ध्या भी रही पार दिन जाक मत बोर लगे। आउ जिते आसबि
गोटे वरिष्ठ नागरिक संवर्धना करवा वृक्षरोपण करवा विधवा माँ मान पूजन करवा पिला योगासन शिक्षा दबा ता सहित संध्या घंटाए अध घंटा कौन गोटे कहबी मुझे समय आउ कारण भारत वर्षर अनेक राज्य अनेक भक्त माने गलिया को खोजुंट मुझे कथाकार प्रवक्ता नुहे कथाकार पंडित नुहे कि मोर कथा कहला पर व्यवसाय नुहे मत दरकार केवल श्रद्धा श्रद्धा झीटे किए आसी फूलटे नहीं जाइए मुझे आहा कि सुंदर फूलटी गोटे पकेट ना ये फूलटा कपाई देवी आपण मैंने केते फूल मुझे बेकार नबई मो गीता पाखे फूल फुटी जगते फूलर बासना सज्जन ये कथा को विश्राम दबा माधवानंद को कोटि कोटि प्रणाम करुच्ची अजस्र प्रणाम करुच्ची विश्व देश राज्य आपण मो निज कि मागुनी मागुची विश्व शांति ये मागी और कथा को विश्राम जदि भल कथा किसी कही था मन पकेबे पाती मोर भिक्षा ये अंचल को सफा रखिए गछ लगे बड़मुक्त रास्ता जी भूल बात बहुत कदर्य रोग सरकार को राष्ट्रपति पर्यंत नीलमाधवंकर कार्य संपूर्ण करने पत्र आदि लिखा सरी देखा कौन हो कथा पकड़ा जय जय नीलमाधव हरिव जय जय नीलमाधव हरिव जय जय नीलमाधव हरिव जय जय नीलमाधव जय जय श्री राधे दिव्य
ନୀଳମାଧବଙ୍କର ଆପଣମାନଙ୍କ ପାଖରେ ମୁଁ କି ରଖୁଛି ଯିଏ ତିଆରି କରିଛନ୍ତି ବହୁତ ବଢ଼ିଆ ପ୍ରଶାନ୍ତ ବାବୁ ଆମେ ତାଙ୍କୁ ସମ୍ମାନିତ କରୁଛୁ। ହାଣ୍ଡି ଅଧିକା ଭଲ ଭଜନ କରିଥିଲେ ଆମର ବାବାଙ୍କ ବିଷୟ। ଆଜ୍ଞା ହାଣ୍ଡି ଅଧିକା ତାଙ୍କ ନାଁ କ'ଣ? ସ୍ୱାଗତ ବାବୁ ସ୍ୱାଗତ ବାବୁଙ୍କୁ ଆମେ ସ୍ୱାଗତ କରୁଛୁ। ସେ ମଧ୍ୟ ମଞ୍ଚ ଉପରକୁ ଆସନ୍ତୁ। समस्त कंटिलो हरि प्रेमी भक्तों को महाप्रभु उद्देश्य समस्ते ऊर्ध्वबाहु करके जयगान करवा। बाबा आउ थे आम मान अशेष कृपा करतु। आसंता वर्ष 2 दिनटा 5 दिन हो 5 दिन आम हरिकथा को श्रवण जमी करवा से 3 हाथ जाक ऊपर को टेकी बोलो जगन्नाथ भगवान की बलभद्र भैया की सुभद्रा महारानी की सुदर्शन